तुषारहार धवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवै सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। ଆମେ ଆଲୋଚନା କରୁଛନ୍ତି ମାତୃ ରଚନାବଳୀ ଭାଗ 10 ଜ୍ଞାନ 72। ଜ୍ଞାନ 72 ଆମେ ଆଜି 4th ପାର୍ଟ ଆଲୋଚନା କରୁଛନ୍ତି। ମାଙ୍କୁ ପ୍ରଶ୍ନ ହେଇଛି, ଯେତେବେଳେ ସୂକ୍ଷ୍ମ ଭୌତିକ ସ୍ତରରେ ଘଟଣା ଗୁଡ଼ିକର ସଂରଚନା ହୋଇ ସାରିଥାଏ ଓ ଆପଣ ସେଗୁଡ଼ିକୁ ଦେଖିପାରୁଥାନ୍ତି, ସେତେବେଳେ ବସ୍ତୁ ଗୁଡ଼ିକରେ ଏକ ପରିବର୍ତ୍ତନ ଘଟାଇ ପାରିବା ଲାଗି ପ୍ରକୃତରେ ବେଳ ନଥାଏ କି? ସେତେବେଳେ ତଥାପି କୌଣସି କ୍ରିୟା ଲାଗି ଅବକାଶ ରହିଥାଏ କି? ମାନେ ସିଧାସଳଖ ସେ ପଚାରୁଛନ୍ତି ଯେ ମା, ଆପଣ ଯେତେବେଳେ ସୂକ୍ଷ୍ମ ସ୍ତରକୁ ଯାଇ ଯୋଉ ଘଟଣା ଗୁଡ଼ିକୁ ଦେଖୁଛନ୍ତି, ତେବେ ସେଇଠି ଆପଣ ତାକୁ ବଦଳାଇ ଦେଉନାହାନ୍ତି କାହିଁକି? ତାମାନେ ତେଣୁ ସେ ସେଇଟାକୁ ପଚାରୁଛନ୍ତି ଯେ ସେଠି ସମୟ ଥାଏ କି ବଦଳାଇବା ପାଇଁ, ଏବଂ ମାନେ କିଛି କାମ କରିବା ପାଇଁ ସେଠି କିଛି ସମ୍ଭାବନା ଅଛି କି ନାହିଁ। ମା ଆରମ୍ଭ କରୁଛନ୍ତି, এই ବିଷୟରେ ମୋତେ ଗୋଟେ ଭାରି ଆଗ୍ରହ ଉଦ୍ଦୀପକ ଦୃଷ୍ଟାନ୍ତ ଜଣାଅଛି। ଏକଥା ଅନେକ ବର୍ଷ ପୂର୍ବର। ତୁମେ ସେତେବେଳେ ଭାରି ସାନ ହୋଇଥିବ। ପ୍ରତିଦିନ କୌଣସି ଏକ ବସ୍ତୁ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଦେଉଥିବା ଗୋଟେ ବାଳକର ସାନ କାର୍ଟୁନ ବାହାରୁଥିଲା। ବାଳକଟି ଗୋଟିଏ ପରିଚାର ବାଳକ ପରି ଦିଶୁଥିଲା। ସେହିପରି ପୋଷାକ ମଧ୍ୟ ପିନ୍ଧିଥିଲା। ସେହି ସାନ କାର୍ଟୁନଟିରେ ସର୍ବଦା ତାରିଖ ଅଥବା ସେହିପରି ଆଉ କିଛି ଲେଖା ହୋଇ ରହିଥିଲା। ଏବଂ ଗପଟିରେ ଥିବା ଭଦ୍ରଲୋକ ଦେଶ ଭ୍ରମଣ କରୁଥିଲେ ଓ ଏକ ବଡ଼ ହୋଟେଲରେ ରହୁଥିଲେ। କେଉଁ ସହରରେ ରହୁଥିଲେ ସେ କଥା ମୋର ମନେ ନାହିଁ। ଦିନେ ରାତିରେ ବା ବୋଧହୁଏ ବଡ଼ି ସକାଳୁ, ମାନେ ଭୋରୁ ଭୋରୁ, ସିଏ ଗୋଟିଏ ସ୍ୱପ୍ନ ଦେଖିଥିଲେ। ସିଏ ସେଥିରେ ଦେଖିଲେ ଯେ ପରିଚାର ବାଳକଟି ତାଙ୍କର କୋକେଇ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇ ଦେଉଛି। ୟୁରୋପରେ ଏହିପରି ସଭାଧାର ମାନଙ୍କରେ ମୃତ ବ୍ୟକ୍ତି ମାନଙ୍କୁ ଶ୍ମଶାନକୁ ବହନ କରି ନିଆଯାଇଥାଏ। ମାନେ ଯୋଉ ମରି ସାରିବା ପରେ କୋକେଇରେ ନେଇଯାଉଛନ୍ତି, ସେ ସେଇ ଆଡ଼କୁ ପରିଚାରକ ବାଳକଟି ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇ ଦେଉଛି। ପିଲାଟି ତାଙ୍କୁ ସେଇ ସଭାଧାର ମଧ୍ୟରେ ପ୍ରବେଶ କରିବା ଲାଗି ଆହ୍ୱାନ କରୁଥାଏ। ପିଲାଟି ତାଙ୍କୁ ଆହ୍ୱାନ କରୁଛି ଯେ ଯାଇକି ସେ ଶବ ଭିତରେ ପ୍ରବେଶ କରିବା ଲାଗି। ଭଦ୍ରଲୋକ ସ୍ୱପ୍ନରେ ସେ କଥା ଦେଖିଥିଲେ ଏବଂ ସକାଳେ ଯେତେବେଳେ ଆପଣାର ନିତ୍ୟକର୍ମ ଶେଷ କଲେ, ସେତେବେଳେ ସବା ଉପର ମହଲାରେ ଥିବା ନିଜ କୋଠରୀରୁ ବାହାରି ଲିଫ୍ଟ ପାଖକୁ ଆସି ସେ ଠିକ୍ ସେହି ପିଲାଟିକୁ ଦେଖିଲେ। ଆପଣାର ନିତ୍ୟକର୍ମ ଶେଷ କରି ସବା ଉପର ମହଲାରେ ଥିବା ନିଜ କୋଠରୀରୁ ଯେତେବେଳେ ସେ ବାହାରି ଲିଫ୍ଟ ପାଖକୁ ଆସିଲେ, ସେ ଠିକ୍ ସେଇ ପିଲାଟିକୁ ଦେଖିଲେ, ସ୍ୱପ୍ନରେ ଯୋଉ ପିଲାଟିକୁ ଦେଖିଥିଲେ। ପିଲାଟି ଠିକ୍ ସେହିପରି ପୋଷାକ ପିନ୍ଧିଥାଏ ଓ ସେ ତଳକୁ ଯିବେ ବୋଲି ଲିଫ୍ଟ ଭିତରକୁ ଯିବା ପାଇଁ ତାଙ୍କୁ ସଂକେତ ଦେଉଥାଏ। ମାନେ ତାଙ୍କୁ କହୁଥାଏ ଯେ ଲିଫ୍ଟ ସେ ତଳକୁ ଯିବ ବୋଲି ତାଙ୍କୁ ଠାରୁଥାଏ।
ଏଥିରେ ସିଏ ପ୍ରକୃତରେ ଚକିତ ହୋଇ ପଡିଥିଲେ। ମନା କରିଦେଇ କହିଲେ ନାଇଁ ମୁଁ ଯିବି ନାହିଁ। ଲିଫ୍ଟଟି ତଳକୁ ଖସି ପଡି ଚୂନା ହୋଇଗଲା ଓ ସେଥିରେ ଥିବା ବ୍ୟକ୍ତି ମାନଙ୍କର ମୃତ୍ୟୁ ଘଟିଲା। ସେ ପିଲାଟି ତାଙ୍କୁ ଯୋଉ କହୁଥିଲା ଯେ ଲିଫ୍ଟ ଭିତରେ ଯିବା ପାଇଁ ସଂକେତ ଦଉଥିଲା, କଥା ତ ନାହିଁ, ସଂକେତ ଦଉଥିଲା, ଇଏ ତାଙ୍କୁ ମନା କରିଦେଲେ ଯେ ନାଇଁ ମୁଁ ଯିବି ନାହିଁ। ଏବଂ କିଛି ସମୟ ପରେ ସେ ଲିଫ୍ଟଟି ତଳକୁ ଖସି ପଡିକି ଚୂନା ହେଇଗଲା ଏବଂ ସେଥିରେ ଥିବା ବ୍ୟକ୍ତି ମାନଙ୍କର ମୃତ୍ୟୁ ଘଟିଲା। ତେଣୁ ସିଏ ଏଥିରୁ ବଞ୍ଚିଗଲେ। ମାନେ ଲେଖୁଛନ୍ତି ସିଏ ମତେ କହିଥିଲେ ଯେ ଏଇ ଘଟଣାଟି ପରେ ସ୍ୱପ୍ନରେ ତାଙ୍କର ପୁରା ବିଶ୍ୱାସ ଆସିଗଲା। ସେ ନିଜର ସୂକ୍ଷ୍ମ ଦୃଷ୍ଟିରେ ଏହିପରି ଦେଖିଥିଲେ। ବାଳକଟିକୁ ଦେଖିଥିଲେ, ମାତ୍ର ବାଳକଟି ଲିଫ୍ଟ ପରିବର୍ତ୍ତେ ତାଙ୍କୁ ତାଙ୍କର ଶବାଧାର ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇ ଦେଉଥିଲା। ତେଣୁ ଏହାପରେ ସେତେବେଳେ ସେ ସେଇ ସୂଚନାଟିକୁ ଓ ସେଇ ବାଳକଟିକୁ ପ୍ରତ୍ୟକ୍ଷ କଲେ। କାର୍ଟୁନରେ ଯେପରି ବାହାରୁଥିଲା ଠିକ ସେହିପରି। ସିଏ ସେତେବେଳେ ନାଇଁ ଥାଉ ମୁଁ ଚାଲିକରି ଓହ୍ଲାଇ ଯିବି ବୋଲି କହିଥିଲେ ଏବଂ ବାହକ ଯନ୍ତ୍ରଟି, ଏହା ସେ କାଳର ସେଇ ହାଇଡ୍ରୋଲିକ ଲିଫ୍ଟରୁ ଗୋଟେ ଥିଲା, ଭାଙ୍ଗିଗଲା ଓ ତଳେ ଆସି ପଡିଲା। ଉପରେ ଠିକ ଥିଲା, ମାତ୍ର ବାଟରେ ଏକବାରକେ ଧୂଳି ହେଇଗଲା। ତେଣୁ ଏଠି ସ୍ୱପ୍ନରେ ସିଏ ଦେଖିଥିଲେ ଯେ ଯୋଉ ଶବ ବାହକ ଯୋଉଥିରେ ଯୋଉ କଣ ସେଟା ତାଙ୍କର ନେଇକି ଯାଉଥିଲେ, ମରିସାରିବା ପରେ ତାଙ୍କର ୟୁରୋପରେ ଯେମିତି ନିଅନ୍ତି ମୃତ ବ୍ୟକ୍ତି ମାନଙ୍କୁ, ସିଆଡକୁ ଅଙ୍ଗୁଠି ନିର୍ଦ୍ଦେଶ କରି ଯୋଉ ପିଲାଟି ତାଙ୍କୁ କହୁଥିଲା ଯେ ତମେ ସେଇ ତାର ଭିତରକୁ ଯାଅ ବୋଲି। ତେଣୁ ଏଠି କିନ୍ତୁ ସେ ଦେଖିଲେ ଯେ ତାଙ୍କୁ ଲିଫ୍ଟ ଆଡକୁ କହୁଛି ଯିବା ପାଇଁ ଏବଂ ସେ ଲିଫ୍ଟରେ ଗଲେ ନାହିଁ। ତାପରେ ଲିଫ୍ଟ ଭାଙ୍ଗି ଯାଇଛି ଏବଂ ସେଥିରେ ଯୋଉମାନେ ଥିଲେ ସେମାନେ ମୃତ୍ୟୁବରଣ କରିଛନ୍ତି, କିନ୍ତୁ ଇଏ ଯେହେତୁ ଗଲେ ନାହିଁ ସେଥିରୁ ମୁକ୍ତ ପାଇଲେ। ତେଣୁ ମା ତାପରେ କହୁଛନ୍ତି ଯେ ଏଇ ଘଟଣାଟି ସେ ତାଙ୍କୁ କହିଥିଲେ। ମା କହୁଛି ମୁଁ ଏଇ ଘଟଣାଟିରେ ଏହିପରି ଏକ ଅର୍ଥ କରିବି ଯେ କୌଣସି ଏକ ସତ୍ତା ତାଙ୍କୁ ଆଗରୁ ସତର୍କ କରିଦେଇଥିଲା। ଏକ ପରିଚାର ବାଳକର ରୂପାକୃତିଟି ଏଇ କଥା ସୂଚାଇ ଦେଉଥିବା ପରି ବୋଧ ହେଉଛି ଯେ ସେଇ କ୍ଷେତ୍ରରେ ଏକ ବୁଦ୍ଧିମତା, ଏକ ଚେତନା ମଝିରେ ହସ୍ତକ୍ଷେପ କରିବା ଲାଗି ଆସି ଉପସ୍ଥିତ ହୋଇଥିଲା। ତାଙ୍କ ନିଜ ଅବଚେତନ ତାହା କରିଥିଲା ବୋଲି ଆଦୌ ମନେ ହେଉନାହିଁ। ଏଇଟା ତାଙ୍କର ଅବଚେତନ ନୁହେଁ, ଅନ୍ୟ ଏକ ସତ୍ତାଟି, ବୁଦ୍ଧିମତା ସତ୍ତା ବୋଲି ଯାହା ବର୍ଣ୍ଣନା କରୁଛନ୍ତି। ତାଙ୍କ ନିଜ ଅବଚେତନ ତାହା କରିଥିଲା ବୋଲି ଆଦୌ ମନେ ହେଉନାହିଁ। ଅଥବା ଏକଥା ମଧ୍ୟ ହୋଇପାରେ ଯେ ତାଙ୍କର ଅବଚେତନ ଏହି ବିଷୟରେ ସଜ୍ଞାନ ଥିଲା ଏବଂ ଏହିପରି ଗୋଟେ ଘଟଣା ଘଟିବାକୁ ଯାଉଛି ବୋଲି ସୂକ୍ଷ୍ମ ଭୌତିକର ସ୍ତରରେ ସେ ଦେଖିପାରିଥିଲା। ମାତ୍ର ତାଙ୍କର ଅବଚେତନ ଏପରି ଏକ ପ୍ରତିରୂପର ମାଧ୍ୟମରେ ତାଙ୍କୁ ସେ କଥା କହିବା ଲାଗି ମନ କଲା କାହିଁକି, ମୁଁ କିଛି କହିପାରୁନାହିଁ। ଖୁବ ସମ୍ଭବ ଅବଚେତନରେ ଥିବା କୌଣସି ଏକ ଉପାଦାନକୁ ତାହା ଜଣାଥିଲା, କାରଣ ତାହା ପୂର୍ବରୁ ହିଁ ସୂକ୍ଷ୍ମ ଭୌତିକର ଭୂମିରେ ଅବସ୍ଥିତ ରହିଥିଲା। ଘଟିବା ପୂର୍ବରୁ ଦୁର୍ଘଟଣାଟି ଅବସ୍ଥିତ ରହିଥିଲା, ଦୁର୍ଘଟଣାର ନିୟତିଟି ଅବସ୍ଥିତ ରହିଥିଲା। ଏହି କ୍ଷେତ୍ରରେ ସୁନିଶ୍ଚିତ ଭାବରେ ସର୍ବଦା ଯାବତୀୟ ଦୃଷ୍ଟାନ୍ତର ଏକ ବ୍ୟବଧାନ ରହିଥାଏ। ବେଳେ ବେଳେ କେତେ ଘଣ୍ଟାର ବ୍ୟବଧାନ ରହିଥାଏ, ମାତ୍ର ତାହା ହେଉଛି ଦୀର୍ଘତମ ବ୍ୟବଧାନ। ବେଳେ ବେଳେ ମାତ୍ର କେତୋଟି ସେକେଣ୍ଡର ବ୍ୟବଧାନ ରହିଥାଏ ଏବଂ ଅନେକ ସମୟରେ ଏପରି ହୁଏ ଯେ ସେଗୁଡିକ ସେଠାରେ ଅବସ୍ଥିତ ରହିଛନ୍ତି ବୋଲି ବସ୍ତୁ ଗୁଡିକ ତୁମକୁ ସୂଚାଇ ଦେଉଥାନ୍ତି, ମାତ୍ର ତୁମ ଚେତନାର ସଂସ୍ପର୍ଶରେ ଆସିବା ସକାଶେ ସେମାନଙ୍କୁ ବେଳେ ବେଳେ କେତେ ମିନିଟ ଆଉ ବେଳେ ବେଳେ କେତେ ସେକେଣ୍ଡ ସମୟ ଲାଗିଥାଏ। କଣ ଘଟିବାକୁ ଯାଉଥାଏ ମୁଁ ସତତ ସେ କଥା ଜାଣିବାକୁ ପାଏ ଏବଂ ଆଦୌ କୌଣସି ପ୍ରୟୋଜନ ନଥିବା ବସ୍ତୁ ଗୁଡିକର କ୍ଷେତ୍ରରେ ତାହାକୁ ଆଗରୁ ଜାଣିବାରେ ଆଦୌ କୌଣସି ଲାଭ ହୁଏ ନାହିଁ। ତଦ୍ୱାରା ଆଦୌ କୌଣସି ପ୍ରଭେଦ ହୋଇଯାଏ ନାହିଁ, ମାତ୍ର ତାହା ତଥାପି ଅବସ୍ଥିତ ରହିଥାଏ, ତୁମ ଚତୁଃପାର୍ଶ୍ୱକୁ ଘେରି ରହିଥାଏ। ତୁମର ଚେତନା ଯଥେଷ୍ଟ ପରିମାଣରେ ପ୍ରଶସ୍ତ ହୋଇ ପାରିଥିଲେ ତୁମେ ସେଇ ସବୁ କିଛିକୁ ଜାଣିବାରେ ସମର୍ଥ ହୋଇଯାଅ। ଉଦାହରଣ ସ୍ୱରୂପ କୌଣସି ବ୍ୟକ୍ତି ତୁମ ପାଖକୁ ଗୋଟିଏ ପାର୍ସଲ ନେଇକରି ଆସିବ, ଏହିପରି ନାନା କଥା ତୁମେ ଜାଣିପାର ଏବଂ ପ୍ରତିଦିନ ଏହିପରି କଥା ମାନ ଘଟିଥାଏ। ଯଦି ତୁମେ ସେଇଭଳି ନିଜକୁ ପରିବ୍ୟାପ୍ତ କରି ରଖିବ ତେବେ ତୁମେ କଥା ଜାଣିପାରିବ। ବା କୌଣସି ଜଣେ ବ୍ୟକ୍ତି ଅଳ୍ପ ସମୟରେ ତୁମ ପାଖରେ ଆସି ପହଞ୍ଚିବ ଇତ୍ୟାଦି ଇତ୍ୟାଦି, ମାନେ ଏମିତି ଆମେ ଜାଣିପାରିବା
ଯେ ଏଇ ରିସେଣ୍ଟଲି ଅମୁକ ଲୋକ ଆସିବ ବା କଣ କରିବ ଏଇଭଳି ଚେତନାରେ ଏକ ସମ୍ପ୍ରସାରଣ ଘଟୁଥିବାରୁ ତାହା ବସ୍ତୁ ଗୁଡ଼ିକ ସହିତ ସଂସ୍ପର୍ଶ ସ୍ଥାପନ କରିପାରେ। ଏଠି କିନ୍ତୁ ଆଉ ଗୋଟେ କଥା ଆମେ ସତର୍କ ରହିବା, ବେଳେ ବେଳେ ଏଇ ପ୍ରକାରର ପାଠ ପଢିକିରି ବା ଆକୁ ଜାଣିକିରି ଲୋକ କଣ କରନ୍ତି, ଛଳନା କରି ଆକୁ ବ୍ୟବହାର କର। ଆପଣଙ୍କୁ କହିବେ ଆଉ ସେ କିଛି ତାଙ୍କ ପାଖରେ ନଥାଇପାରେ, କିନ୍ତୁ ସେ କହିବେ ମୁଁ ବା ଜାଣିଥିଲି ତମେ ଆସିବ ବୋଲି। ଆଉ ଆପଣଙ୍କର ବିଶ୍ୱାସ ଏମିତି ହେଇଯାଇଥିବ, ନା ନା ସିଏ ହଁ ହେଇଥିବ, ସେ କହୁଛନ୍ତି ସେ ସବୁବେଳେ ସେମିତି ଉର୍ଦ୍ଧ୍ୱତର ଚେତନା ରହୁଥିବେ ବୋଲି ଜାଣିପାରୁଛନ୍ତି ନା। ତେଣୁ ଏଇ ସବୁଥିରୁ ଆମକୁ ନିଜକୁ ମୁକ୍ତ ରଖିବା। କାହିଁକି ନା ଏଇ ଯୋଉମାନେ ଖଳ ବ୍ୟକ୍ତି ଥାଆନ୍ତି ସେମାନେ ଏଇ ପ୍ରକାରର ଆପଣଙ୍କୁ କହିକିରି ତାଙ୍କ ପ୍ରତି ସେମାନଙ୍କର ବିଶ୍ୱାସ ଜନ୍ମାନ୍ତି। ବିଶ୍ୱାସ ଜନ୍ମାଇବା ପରେ ଆପଣଙ୍କୁ ବ୍ୟବହାର କରନ୍ତି ତାଙ୍କ ସ୍ୱାର୍ଥ ସକାଶେ। ସେଥିରେ ଆମେ ଭଳି ଯାଉ। ସେଥିପାଇଁ ମା ଆରମ୍ଭରୁ କହିଲେ ଆମେ ବେଳେ ବେଳେ ଭାବୁ ଏଇ ପ୍ରକାର କିଏ ଯଦି କହିଦେଲା ତାହେଲେ ତାକୁ ଦେବତା ବୋଲି ମନେ କରୁ, ତାକୁ ମାନେ ଉଚ୍ଚ ଆସନ ଦେଇଦଉ। କିଛି ନାହିଁ, ଯାହା ପାଖରେ ଅଛି ଅଛି। ଆପଣ ଯଦି ଦେଖୁଛନ୍ତି ସାଧାରଣ ଭାବରେ ମାଙ୍କୁ କହିଦେଇ ଆପଣ ନୀରବ ରହିବେ। ତାଙ୍କ ପ୍ରତି ବେଶୀ ଗୁଡାଏ କୃତଜ୍ଞତା ବୋଧ ହେଇ ବା ବେଶୀ ଗୋଟେ ସମ୍ମାନ ଦେଖେଇକିରି ତାଙ୍କ ପ୍ରତି ଇନକ୍ଲାଇନେସନ ହେଇକିରି ତାଙ୍କର କଥା ଦ୍ଵାରା ପରିଚାଳିତ ହେବା ପାଇଁ ଚେଷ୍ଟା କରନ୍ତୁ ନାହିଁ। କାରଣ ତା ଫଳରେ କଣ ହୁଏ, ଭଗବାନ ଆଉ ଆମ ଭିତରେ ସିଏ ହିଁ ଆସି ଠିଆ ହେଇଯିବେ ଏବଂ ମା ଯାହା ଗାଇଡ କରିବାକୁ ମତେ ଚାହୁଁଥିବେ ଆଉ ଗାଇଡ କରିପାରିବେ ନାହିଁ। ସେଇଥିପାଇଁ ଆରମ୍ଭରୁ ଶ୍ରୀଅରବିନ୍ଦ କହିଲେ ତୁମର ଆଉ ମାନେ ପରମଙ୍କ ଭିତରେ କୌଣସି ପ୍ରକାରର ଦ୍ୱିତୀୟ ମାନୁଷୀ ଗୁରୁଙ୍କୁ ଆସିବାକୁ ଦିଅ ନାହିଁ। ତେଣୁ ସେ ପ୍ରକାର ବ୍ୟକ୍ତି ମାନଙ୍କ ପାଖରେ ଯଦି ଆପଣ ଇନକ୍ଲିନେସନ ହଉଛନ୍ତି ବା ତାଙ୍କ ପ୍ରତି ସମର୍ପିତ ହେଇ ରହୁଛନ୍ତି, ସେ ଯାହା କହୁଛନ୍ତି ଅକ୍ଷର ଅକ୍ଷରେ ଓ ଏମିତି ମାନିବାକୁ ଚେଷ୍ଟା କରୁଛନ୍ତି, ତାହେଲେ ମନେ ରଖନ୍ତୁ ଆପଣ ଗୋଟେ ଡେଞ୍ଜରସ୍ ସିଚୁଏସନ ଭିତରକୁ ଯାଉଛନ୍ତି। ଆପଣ ଆଉ ଭଗବାନଙ୍କ ଭିତରେ ଆପଣ ଗୋଟେ ବାଧାକୁ ନିଜେ ଜାଣି ଶୁଣି ତିଆରି କରୁଛନ୍ତି। ଆପଣ ଯାହାକୁ ଭାବୁଛନ୍ତି ମୋର ବହୁତ ଆଇଡିଆଲ ବୋଲି, ଆପଣ କଣ କରୁଛନ୍ତି ବାଧା ସୃଷ୍ଟି, ଗୋଟେ ମୋର ଆଉ ଭଗବାନଙ୍କ ଭିତରେ ମୁଁ ଜାଣିକି କଣ କରୁଛି ଗୋଟେ ବାଧକ ସୃଷ୍ଟି କରୁଛି। ଠିକ ଅଛି, ତମେ ତାଙ୍କୁ ପଥ ପ୍ରଦର୍ଶକ ରୂପେ ଗ୍ରହଣ କରିପାର, କିନ୍ତୁ ତାଙ୍କୁ ପୁରା ପରମଙ୍କର ଆସନ ଦେଇଦିଅ ନାହିଁ। ଗୁରୁର ଆସନ ସେଇଥିପାଇଁ ମା ଶ୍ରୀଅନ୍ନଙ୍କ ଯୋଗରେ ବା ଆମ ପୂର୍ଣ୍ଣ ଯୋଗରେ ଗୁରୁର ଆସନ ସେଇଥିପାଇଁ କାହାକୁ ଦିଆଯାଏ। ଏଠି ଦିଟା ଯୋଉ ସ୍ୱପ୍ନ କଥା ମା ବର୍ଣ୍ଣନା କଲେ ଜଣଙ୍କର, ତେଣୁ ଆମେ ସେଦିନ ବି କଥା ହଉଥିଲେ ସ୍ୱପ୍ନରେ ଯାହା ଦେଖନ୍ତି ତାକୁ ସ୍ଥୂଳ ଭାବରେ କିଛି କାଂଶରେ ଯୋଉ ଅନ୍ୟ ପ୍ରକାରରେ ଦେଖାଯାଏ ତାକୁ ବୁଝିପାରିବାର ବି ସାମର୍ଥ୍ୟ ଆମର ଥିବା ଦରକାର। ତାପରେ ମା କହୁଛନ୍ତି ଯଦି ଆମେ ଯଥେଷ୍ଟ ପରିମାଣରେ ଆମ ଚେତନାକୁ ପ୍ରଶସ୍ତ କରି ରଖିଥିବା, ତେବେ ଆମ ଚତୁଃପାର୍ଶ୍ୱରେ କେତେବେଳେ କଣ କଣ ଛୋଟ ଛୋଟ ଘଟଣା ଘଟିବ ତାହା ମଧ୍ୟ ଆମେ ଜାଣିପାରିବା। କିନ୍ତୁ ଏଇଠି ତାକୁ ବେଶୀ ଗୁରୁତ୍ୱ ଦେବା କଥା ନୁହଁ। ମାତ୍ର ସେଇ କ୍ଷେତ୍ରରେ ତାହାକୁ ଆଦୌ କୌଣସି ପୂର୍ବ ଜ୍ଞାନ ବୋଲି କହିହେବ ନାହିଁ, କାରଣ ତା ପୂର୍ବରୁ ହିଁ ଅବସ୍ଥିତ ରହିଥାଏ। କେବଳ ଆମ ମାନେ ଯୋଉ ଘଟଣାଟା ଘଟିବ ତାହା ରହିଥାଏ, କେବଳ ଆମ ଚେତନା ସହିତ ସଂସ୍ପର୍ଶ ଘଟିବା ପାଇଁ ତାକୁ କେତେ ସେକେଣ୍ଡ ସମୟ ଲାଗେ। କାରଣ ମଝିରେ ଗୋଟେ କବାଟ, ଗୋଟେ ପାଚେରୀ କିମ୍ବା ସେଇପରି କିଛି ରହିଥାଏ ଯାହାକି ଆମକୁ ଦେଖିବାରୁ ନିବୃତ୍ତ କରି ରଖୁଥାଏ। ମା କହୁଛନ୍ତି ସେ ସବୁବେଳେ କଣ ହୁଏ, ଗୋଟେ ପ୍ରାଚୀର ସୃଷ୍ଟି ହେଇକି ରହିଥାଏ, ଯଦ୍ୱାରା ଆମେ ସେ ସୂକ୍ଷ୍ମ ଜଗତର ଘଟଣା ଗୁଡିକୁ ଦେଖି ନ ପାରିବା। ତେଣୁ ତାକୁ ସେ ବ୍ୟାରିୟରକୁ ଭାଙ୍ଗିବାକୁ ପଡିବ। ନିଜର ଚେତନାର ଉର୍ଦ୍ଧ୍ୱାୟନ ଫଳରେ ଆପଣ କଣ କରିବେ, ଧୀରେ ଧୀରେ ପହଞ୍ଚି ପାରିବେ ଉଚ୍ଚରୁ ଉଚ୍ଚତର ସ୍ତର ଆଡକୁ। ମାତ୍ର ମୋର ଏକାଧିକ ବାର ଏଇଭଳି ଅଭିଜ୍ଞତା ମାନ ହୋଇଛି। ଆଉ ଥରେ ମା କହୁଛନ୍ତି ଆଉ ଗୋଟେ ଉଦାହରଣ ସ୍ୱରୂପ ମା ନିଜ କଥା କହୁଛନ୍ତି, ଥରେ ମୁଁ ପର୍ବତାଞ୍ଚଳରେ ପାଦରେ ଚାଲିକରି ଯାଉଥିବା ସମୟରେ ମୁଁ ଏପରି ଗୋଟେ ସ୍ଥାନରେ ସାନ ବାଟରେ ଯାଉଥିଲି ଯେଉଁଠାରେ କି କେବଳ ଜଣେ ବ୍ୟକ୍ତି ଲାଗି ଯଥେଷ୍ଟ ସ୍ଥାନ ରହିଥିଲା। ପର୍ବତ ଉପରେ ଚାଲିଗଲା ବେଳକୁ ଗୋଟେ ଅତି ସଂକୀର୍ଣ୍ଣ ରାସ୍ତାରେ ଚାଲିକି ଯାଉଛନ୍ତି, ଯୋଉଠି ଜଣେ ମାତ୍ର ବ୍ୟକ୍ତି ଯାଇପାରିବ। ଗୋଟିଏ ପାଖରେ ତୀଖ ଅତଡା, ଆଉ ଗୋଟିଏ ପାଖରେ କାନ୍ଥ ପରି ଛିଡା ହୋଇଥିବା ପଥର। ତାମାନେ ଯୋଉ ଆପଣ ଦେଖୁଥିବେ ଯୋଉ ପାହାଡର ଧାରରେ ଏମିତି ଏତି ଗୋଟେ ସରୁଆ ରାସ୍ତା ଏମିତି ବୁଲି ବୁଲି ଯାଇଥାଏ, ମାନେ ଆପଣ ପୁରା ଏମିତି ହେଇକା ଯାଉଥିବେ, ଯଦି ଖସିଗଲେ ପୁରା ତଳେ। ଆଉ ଏପଟେ ତ ଯିବାର ସମ୍ଭାବନା ନାହିଁ, ଏପଟେ ତ ପାହାଡଟା। ଆଉ ମୋ ପଛରେ 3ଟି ପିଲା ମଧ୍ୟ ଥିଲେ ଏବଂ ସବା ପଛରେ ଜଣେ ଚତୁର୍ଥ ବ୍ୟକ୍ତି ମଧ୍ୟ ଆସୁଥିଲା। ମୁଁ ସବା ଆଗରେ ଯାଉଥିଲି। ରାସ୍ତାଟି ପାହାଡର ଧାରେ ଧାରେ ଯାଇଥିଲା।
ଆମେ ଯେ କେଉଁଠାକୁ ଯାଉଛୁ ଆମେ ସେ କଥା ମଧ୍ୟ ଦେଖିପାରୁନଥିଲୁ। ତାମାନେ କେତେ କେତେ ବୁଲାଣି ଆଉ ତୀକ୍ଷ୍ଣ ହେଇଯାଇ ଏବଂ ତାପରେ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇ ରହିଥିଲା। ଯଦି କାହାର ଗୋଡ ଖସି ଯାଇଥାନ୍ତା ତେବେ ସିଏ ଦାଢରୁ ତଳକୁ ଖସି ପଡିଥାନ୍ତା। ଆଗେ ଆଗେ ଯାଉଥିବା ସମୟରେ ମୁଁ ହଠାତ୍ ଦେଖିବାକୁ ପାଇଲି, ଏହି ଆଖିରେ ନୁହଁ, ମାନେ ଏମିତି କହୁଛି ସ୍ଥୂଳ ଆଖିରେ ନୁହଁ, ମୁଁ ଦେଖିବାକୁ ପାଇଲି ଏହି ଆଖିରେ ନୁହେଁ, ଏକ ଅନ୍ୟ ପ୍ରକାରର ଆଖିରେ ମୁଁ କେଉଁଠି କେତେବେଳେ ଗୋଡ ପକାଉଛି ସେ କଥାକୁ ଭାରି ସାବଧାନ ହୋଇ ଲକ୍ଷ୍ୟ କରୁଥିଲେ ମଧ୍ୟ ତାପରେ ମୁଁ ଗୋଟେ ସାପ ଦେଖିବାକୁ ପାଇଲି। ସେହି ପଥର ଉପରେ ସାପଟିଏ ଦେଖିଲି। ସାପଟି ଅନ୍ୟ ପାଖରେ ଅପେକ୍ଷା କରି ରହିଥିଲା, ମାନେ ଏପଟେ ଗଲା ମାନେ ସେମିତି ଅପେକ୍ଷା କରି ରହିଛି। ତାପରେ ମୁଁ ଥିରି କରି ଆଉ ପାଦେ ପକାଇଲି ଏବଂ ଏକଥା ସତ ଯେ ଅନ୍ୟ ପାଖରେ ଗୋଟିଏ ସାପ ଅବସ୍ଥିତ ରହିଥିଲା। ତେଣୁ ସେପଟେ ଗୋଟେ ସାପ ଅଛି। ତାଙ୍କୁ ମା କହୁଛନ୍ତି ମୁଁ ସ୍ଥୂଳ ଆଖିରେ ଦେଖିନି, ମତେ ସୂକ୍ଷ୍ମ ଆଖିରେ ଗୋଟେ ଅନ୍ୟ ଏକ ଦୃଷ୍ଟିରେ ମତେ ଲାଗିଲା ଯେ ମାନେ ଦେଖାଯାଉଛି ଯେମିତି ସେପଟରେ ସାପ ରହିଛି। ମା କହୁଛି ମତେ ଦେଖାଯାଉଛି। ତେଣୁ ମୁଁ ଧୀରେ ଧୀରେ ମାନେ ଅତି ମାନେ ସନ୍ତର୍ପରେ ପାଦଟିଏ ପକେଇଲି ଏବଂ ଦେଖିଲି ଯେ ପଥର ଉପରେ ସାପଟି ଅପେକ୍ଷା କରି ରହିଛି। ଏହା ଫଳରେ ମୁଁ ଆଦୌ ଚକିତ ବା ଆତଙ୍କିତ ହୋଇପଡିନଥିଲି, କାରଣ ଆଗରୁ ମତେ ଦେଖାଯାଇଥିଲା। କାରଣ ମୁଁ ସାପଟିକୁ ଦେଖି ସାରିଥିଲି ଓ ସାବଧାନ ହେଇ ଆଗକୁ ପାଦ ପକାଉଥିଲି ଏବଂ କୌଣସି ପ୍ରକାର ଚକିତ ବା ଆତଙ୍କିତ ହୋଇ ନଥିବାରୁ ମୁଁ କୌଣସି ଆତଙ୍କର ସୃଷ୍ଟି ନକରି ପିଲାମାନଙ୍କୁ ରହିଯା, ନୀରବ ହୋଇଯାଅ, ଯେଉଁଠି ଅଛ ସେଇଠି ହୋଇ ରହ ବୋଲି କହିପାରିଥିଲି। ନହେଲେ ସାଧାରଣତଃ ହଠାତ୍ ସାପଟାକୁ ଦେଖିଲେ ଯିଏ ନାହିଁ ସିଏ ତର୍କି ଯିବ। ତର୍କି ଗଲେ କଣ ମାନେ ସାପଟା ଏମିତି ଏତିକି ତ ତର୍କି ଗଲେ ଯଥେଷ୍ଟ। ଆଉ ଯେତେ ଜଣେ ଆଗରେ ତର୍କିବ ପଛରେ ସମସ୍ତେ ତର୍କି ଯିବେ ଏବଂ ଟିକିଏ ଡରିଲା ମାନେ ଗୋଡ ଖସିଲା ମାନେ ସାଙ୍ଗେ ସାଙ୍ଗେ ତଳେ। ମାଙ୍କୁ ଦେଖାଗଲା ଯେ ସାପଟି ଅଲରେଡି ସେଠି ଅଛି ବୋଲି। ତେଣୁ ମା ଅତି ସନ୍ତର୍ପଣରେ ପାଦ ପକେଇଲେ ଏବଂ ଦେଖିଲେ ସାପଟି ଅଛି। ତେଣୁ କୌଣସି ପ୍ରକାରର ପ୍ରତିକ୍ରିୟା ଶୂନ୍ୟ ହେଇ ଧୀରେ କିରି ପଛରୁ ପିଲାମାନଙ୍କୁ ଏବଂ ଲୋକଙ୍କୁ କହିଲେ କଣ ଯେ ତୁମେ ଯୋଉଠି ଅଛ ସେଇଠି ରହିଯାଅ, ସାବଧାନ ହେଇଯାଅ। ଆମେ ଆତଙ୍କିତ ହୋଇ ପଡିଥିଲେ ହୁଏତ କୌଣସି ଏକ ଘଟଣା ମଧ୍ୟ ଅବଶ୍ୟ ଘଟିଥାନ୍ତା। ସାପ ଆକ୍ରମଣ କରିପାରିଥାନ୍ତା କିମ୍ବା ଆମେ ତଳେ ପଡି ଯାଇଥାନ୍ତୁ, ନାଇଁ କି? ସାପଟି ଏକ ଶବ୍ଦ ଶୁଣି ପାରିଥିଲା। ସେତେବେଳକୁ ସିଏ କୁଣ୍ଡଳାକୃତି ହୋଇଯାଇଥିଲା, ମାନେ ଗୁଡେଇ ହେଇଯାଇଥିଲା। ସାପଟି ଏକ ଶବ୍ଦ ଶୁଣି ପାରିଥିଲା, ସେତେବେଳକୁ ସେ କୁଣ୍ଡଳାକୃତି ହୋଇଯାଇଥିଲା। ଆପଣାର ଗର୍ତ୍ତ ସମ୍ମୁଖରେ ରହି ଆପଣାକୁ ରକ୍ଷା କରିବାକୁ ସେ ଚେଷ୍ଟା କରୁଥିଲା ଏବଂ ଫଣାକୁ ଲହ ଲହ କରିବାରେ ଲାଗିଥିଲା। ତାହା ଏକ ନାଗ ସାପ ଥିଲା। ଏଇ କଥା ଫ୍ରାନ୍ସରେ ଘଟିଥିଲା। ସେଦିନ କିଛି ଘଟିନଥିଲା, ଅଥଚ ଯଦି ଆମେ କୌଣସି ପ୍ରକାର ଅସ୍ଥିରତା ବା ଉଦ୍ବିଗ୍ନତା ପ୍ରଦର୍ଶନ କରିଥାନ୍ତୁ ତେବେ ହୁଏତ ଯେକୌଣସି ଘଟଣା ବି ଘଟି ପାରିଥାନ୍ତା। ସାପ ଚୋଟ ମାରିଥାଇ ପାରିଥାନ୍ତା କିମ୍ବା ଇଏ ଡରିକିରି ତଳକୁ ପଡି ଯାଇଥାନ୍ତେ। ମା କହୁଛନ୍ତି ମୋ ଜୀବନରେ ଅନେକ ଅନେକ ଥର ଏହିପରି କଥା ମାନ ଘଟିଛି। ସାପ ମାନଙ୍କର ଘଟଣା 4 ଥର ଘଟି। ଥରେ ଭାରି ଅନ୍ଧାର ହୋଇଥାଏ। ଏହି ଆରିୟନ କୁପମ କେଉଟ ଗାଁରେ ଘଟଣାଟି ଘଟିଥିଲା। ସେଠାରେ ଗୋଟେ ନଈ ଅଛି ଏବଂ ନଈଟି ଯେଉଁଠି ସମୁଦ୍ରରେ ଯାଇ ମିଶିଛି। ଏଇ ଘଟଣାଟି ସେଇଠାରେ ଘଟିଲା। ଅନ୍ଧାର ହୋଇଥାଏ। ସେଦିନ ଭାରି ଚଞ୍ଚଳ ରାତି ହୋଇଯାଇଥାଏ। ଆମେ କେତେ ଜଣ ସେଠାରେ ଥିବା ରାସ୍ତାରେ ଯାଉଥିଲୁ ଏବଂ ମୁଁ ପାଦକୁ ନେଇ ତଳେ ପକେଇବାକୁ ଯାଉଛି। ପାଦଟାକୁ ମୁଁ ଆଗରୁ ଉଠାଇ ସାରିଥିଲି, ମାନେ ଏମିତି ପାଦଟାକୁ ପକେଇବାକୁ ଯାଉଛି, ଅଲରେଡି ଉଠି ସାରିଛନ୍ତି ଏବଂ ତଳେ ପକେଇବାକୁ ଯାଉଥିଲି। ସେତେବେଳେ ଅତି ସ୍ପଷ୍ଟ ଭାବରେ କେହି ଯେପରି ମୋ କାନରେ ଆସି କହିଦେଇ ଗଲା ସାବଧାନ। ମାତ୍ର ସେଠାରେ ଆମ ସାଙ୍ଗରେ ଥିବା କେହି ମୋଟେ କିଛି କହିନଥିଲେ। ଏକଥା ଶୁଣି ମୁଁ ଅନାଇ ଦେଖିଲି ଏବଂ ମୋର ପାଦ ଠିକ ଭୂଇଁରେ ପଡିବାକୁ ଯାଉଛି, ସେଇଠି ଏକ ବିରାଟ ନାଗସାପ ଦେଖିବାକୁ ପାଇଲି। ଆଗରୁ ଦେଖିନଥିଲେ ମୋର ପାଦ ଯାଇ ଆରାମରେ ତା ଉପରେ ପଡି ଯାଇଥାନ୍ତା। କାହାର ପାଦ ଯାଇ ସେମାନଙ୍କ ଉପରେ ଏହିପରି ଭାବରେ ପଡିଯାଉ, ସାପ ମାନଙ୍କୁ ଏକଥା ଆଦୌ ଭଲ ଲାଗେ ନାହିଁ। ସାପଟି ସର୍ କରି ଚାଲିଗଲା
ଓ ପାଣି ଭିତରେ ପଶିଗଲା। ଯଦି ଏ ସାପଟା ଗୋଟେ ଗୋଡ ପକେଇ ଦେଇଥାନ୍ତା ତାହେଲେ ସାପ ଉପରେ ପଡିଥାନ୍ତା, କିନ୍ତୁ ଇଏ ଗୋଡ ନ ପକେଇକି ରହିଗଲେ। ସେଇଟାକୁ ସେ ମାନେ ସେଇ ମୁହୂର୍ତ୍ତରେ ତାଙ୍କୁ ସେଇଟା ଅନୁଭବ ଯୋଉ ହେଲା, ଯୋଉଟା ସେ ଜାଣିପାରିଲେ ଏବଂ ସେ ରହିଗଲେ। ଏଇଟା ହଉଛି କଥା। ସାପଟି ସର୍କରେ ଚାଲିଗଲା, ପାଣି ଭିତରେ ପଶିଗଲା। ଦେଖିବାକୁ ପ୍ରକୃତରେ କେଡେ ସୁନ୍ଦର, ଫଣା ଉପରକୁ ଉଠାଇ ପାଣିରେ ଠିଆ ହୋଇ ରହିଥାଏ, ସତେ ଯେପରି ଗୋଟେ ରାଜା ପରି ପାଣିକୁ ପାର ହୋଇ ସେପାକୁ ଚାଲିଗଲା। ଯଦି ମୁଁ ଉଦ୍ଧତ ହୋଇ ତା ଉପରେ ଗୋଡ ପକାଇ ଦେଇଥାନ୍ତି, ତେବେ ମୋତେ ନିଶ୍ଚିତ ଭାବରେ ତାର ଉଚିତ ଶାସ୍ତି ମିଳିଥାନ୍ତା। ଅ, ମୋର ମନେ ପଡୁଛି ଆମ ଘରେ ସେତେବେଳେ ଆ ପୂର୍ବରୁ ତୁମେ ଦେଖିଥିବ ଯୋଉ ତିନି ତିନି ବଖରା ଘର ଥିଲା, ମଝି ବଖରା ଘରରେ ଆମେ ବସି ପଢୁଛୁ। ହଠାତ୍ ଲାଇନ ପଳେଇଲା। ଯେହେତୁ ଲାଇନ ପଳେଇଲା ତେଣୁ ଲଣ୍ଠନ ଲଗେଇବାକୁ ପଡିବ। ଲଣ୍ଠନଟି ଆରପଟ ଘରେ ଅଛି। ସେଠୁ ବାପା କହିଲେ, ଆଉ ଡାକିଲେ, ପପୁ ଆସେ ଲଣ୍ଠନ ଟା ନେଇଯାଅ। ଆମେ ଅନ୍ଧାର, ବର୍ତ୍ତମାନ ପୁରା ଅନ୍ଧାର। ସେ ବନ୍ଧ ପାଖକୁ ଆସିକିରି ମୋ ଗୋଡଟା ସେପଟକୁ ପକେଇବାକୁ ଯାଉଛି। ପୁରା ଅନ୍ଧାର, କିଛି ନାହିଁ, ଡେଲି ଘର। ତେଣୁ ସେପଟକୁ ଯାଇକି ବରଣ୍ଡାରେ ଯାଇକି ସେପଟେ ନେଇ ଆସିବ, ଆର ଘରୁ କିଛି ଅସୁବିଧା ନାହିଁ। ଗୋଡଟା ପକେଇବାକୁ ଯାଉଛି, ଅଲରେଡି ମୁଁ ଗୋଡ ଉଠେଇ ସାରିଛି। ବନ୍ଧ ସେପଟକୁ ଗୋଡ ପଳେଇଲାଣି। ବନ୍ଧଟା ଏଇଠି, ବନ୍ଧ ସେପଟକୁ ଗୋଡ ପଳେଇଲାଣି, ଖାଲି ତଳେ ପଡିବା କଥା। କିନ୍ତୁ ଗୋଡଟା ଆପେ ଆପେ ପଛକୁ ପଳେଇ ଆସିଲା। ମାନେ ଯେମିତି ଲାଗିଲା ପଛକୁ ପଳେଇ ଆସିଲା, ଏବଂ ଭିତରେ ଗୋଟେ ଧାରଣା ହେଲା ଯେ ଟର୍ଚ ଟା ନେଇକି ଯିବା। ଏବଂ ଟର୍ଚ ଟା ଆଣିଲି, ଆଣିକିରି ସେଇଠି ସେଇ ବନ୍ଧ ପାଖରେ ହିଁ ଟର୍ଚ ଟାକୁ ମାରିଲି। ମାନେ ଏମିତି ଏମିତି ଟର୍ଚ ଟା ନ ମାରିକି ଏମିତି ହିଁ ମାରିଲି। ଦେଖିଲା ବେଳକୁ ସେଇଠି ଚନ୍ଦନ ବୋଡା ସାପଟି ସେଇଠି ସେ ବନ୍ଧର ଠିକ ସେଇଠି ଯାଉଛି, ଆଉ ସେଇଠି ଅଛି। ଧୀରେ ଧୀରେ ଯାଉଛି। ଯଦି ମୋ ଗୋଡଟି ପଡିଥାନ୍ତା, ସେ ସୁନ୍ଦର ଭାବରେ ତାର କାମଟି କରିଥାନ୍ତା। କିନ୍ତୁ ଗୋଡଟା ଫେରି ଆସିବା ଏବଂ ଟର୍ଚ ଟା ଆଣିବା ଏବଂ ସେ ଜାଗାରେ ଟର୍ଚ ଟାକୁ ମାରିବା, ଏଇଟା ଇଏ ହଉଛି ଗୋଟେ ସୂକ୍ଷ୍ମ ଭୌତିକର, ମାନେ ଜଷ୍ଟ ମାନେ ଭୌତିକ ସ୍ତରର ପାଖଟା। ଭୌତିକ ଶରୀର ବି ଅନେକ ସମୟରେ ସଚେତନ ଥାଏ। ତା ସହିତ ଯଦି ଆମେ ନିଜର ସମ୍ପର୍କ ରଖିଥିବା, ତା ସଂସ୍ପର୍ଶରେ ରହିଥିବା, ତାହେଲେ ସିଏ ଯୋଉ ପ୍ରତିକ୍ରିୟା ପ୍ରକାଶ କରେ ତାହା ଆମେ ଗ୍ରହଣ କରିପାରିବା। ମା ସେଠି ସ୍ପଷ୍ଟ ଦେଖିପାରିଲେ। ଏଠି ଆମ ଭିତରେ ଖାଲି ଆସିଲା ଯେ ନାଇଁ ଗୋଡଟା ନେଇ ଆସୁ ବୋଲି। ତେଣୁ ଏଇଠି ଅ ସୂକ୍ଷ୍ମ ଭୌତିକ, ଜଷ୍ଟ ମାନେ ଭୌତିକ ସ୍ତରର ପାଖଟା। ମା କହୁଛନ୍ତି, ମୋର ଏହିପରି ଶହ ଶହ ଅଭିଜ୍ଞତା ହୋଇଛି। ପ୍ରାୟ ଶେଷ ମୁହୂର୍ତ୍ତରେ, ଆଦୌ ଗୋଟିଏ ସେକେଣ୍ଡ ପୂର୍ବରୁ ନୁହେଁ, ମତେ ସମ୍ବାଦଟି ମିଳିଯାଉଥିଲା। ମାନେ ତତ୍କ୍ଷଣାତ୍ ସମ୍ବାଦଟା ମିଳିଯାଉଥିଲା। ଏବଂ ବହୁବିଧ ପରିସ୍ଥିତିରେ ଏଇଭଳି ଘଟଣା ହୋଇଛି। ଥରେ ପ୍ୟାରିସରେ ମୁଁ ବୁଲଭାର୍ଡା ସାଁ ମିସେଲ ରାସ୍ତାଟିକୁ ପାର ହୋଇ ସେ ପାଖକୁ ଯାଉଥିଲି। ସର୍ବଶେଷ ସପ୍ତାହ ଗୁଡିକରେ ସେଇ କଥାଟି ଘଟିଥିଲା। ମୁଁ ନିଷ୍ପତ୍ତି କରି ସାରିଥିଲି ଯେ ଆଉ ନିର୍ଦ୍ଦିଷ୍ଟ କେତେ ମାସ ଭିତରେ ଚୈତ୍ୟ ସତ୍ୟଟି ସହିତ, ସେହି ଅନ୍ତର୍ଗତ ଦିବ୍ୟ ପରମସତ୍ତାଙ୍କ ସହିତ ମୁଁ ସଂଯୁକ୍ତ ହୋଇଯିବି। ତେଣୁ ସେତେବେଳେ ମୋ ଭିତରେ ଆଉ ଅନ୍ୟ କୌଣସି ଭାବନା ନଥିଲା। ମୁଁ ଆଉ ଅନ୍ୟ କୌଣସି ବିଷୟରେ ଉଦ୍ବେଗ ପ୍ରକାଶ କରୁନଥିଲି। ସେତେବେଳେ ମୁଁ ଲକ୍ସମବର୍ଗ ଉଦ୍ୟାନର ନିକଟବର୍ତ୍ତୀ ଏକ ସ୍ଥାନରେ ବାସ କରୁଥିଲି ଏବଂ ପ୍ରତିଦିନ ସନ୍ଧ୍ୟାରେ ସେଠାକୁ ବୁଲିବାକୁ ଯାଉଥିଲି। ସେଠାରେ ଦୁଇଟି ରାସ୍ତା ପରସ୍ପରକୁ ଛେଦ କଲା ପରି ହୋଇଥିଲା ଏବଂ ଅନ୍ତର୍ଗତ ଭାବରେ ନିମଗ୍ନ ହୋଇ ରହିଥିବା ସମୟରେ ସେଠାରେ ରାସ୍ତା ପାର ହେବା ଆଦୌ ସମୀଚୀନ ନଥିଲା। ମାନେ ଇଏ ମା କହୁଛନ୍ତି, ସେତେବେଳେ ତାଙ୍କ ଭିତରେ ଏକ ଦୃଢ ସଂକଳ୍ପ ଯୋଉ ରହିଥିଲା, ସେଇଥିରେ ସେ ମାନେ ମଜ୍ଜି ରହୁଥିଲେ ଯେ ଚୈତ୍ୟ ସତ୍ତାକୁ ଯେପରି ହେଲେ ବି ଚୈତ୍ୟ ସତ୍ତା ସହିତ ସଂଯୁକ୍ତ ହେବି, ସେଇ ଅନ୍ତର୍ଗତ ଦିବ୍ୟ ପରମ ସତ୍ତାଙ୍କ ସହିତ ସଂଯୁକ୍ତ ହୋଇଯିବି। ସେଇଥିରେ ସେ ପୁରା ତଲ୍ଲୀନ ରହୁଥିଲେ। ମା କହୁଛନ୍ତି, ଯଦି ଏମିତି ଅନ୍ତର ଚେତନାରେ ନିମଗ୍ନ ଥିବା ଅବସ୍ଥାରେ ସେଇ ବାଟରେ ରାସ୍ତାରେ ପାର ହେବା ଆଦୌ ସମୀଚୀନ ନୁହଁ। କାହିଁକିନା ଦୁଇଟି ରାସ୍ତା ପରସ୍ପରକୁ ଏମିତି ଛେଦ ହେଇଛି ଯେ ହଠାତ୍ ତମେ ଦେଖି ବି ପାରିବନି, କଣ ନା କଣ ଘଟିଯିବ। ତାହା ଆଦୌ ବୁଦ୍ଧିମତାର କାର୍ଯ୍ୟ ନଥିଲା।
ଏବଂ ମୁଁ ସେଇପରି ଚାଲି ଯାଉଥିଲି। ହଠାତ୍ ବାଧା ପାଇଲି, ସତେ ଯେପରି ଗୋଟେ ଆଘାତ ପାଇଲି, ସତେ ଯେପରି ଗୋଟେ କଣ ଆସି ମୋ ଦେହରେ ବାଜିଲା ଏବଂ ସତେଅବା ଏକ ସହଜାତ ପ୍ରବୃତ୍ତି ଦ୍ୱାରା ପରିଚାଳିତ ହୋଇ ପଛ ଆଡ଼କୁ ଡେଇଁ ପଡ଼ିଲି ଏବଂ ମୋ ପଛକୁ ଡେଇଁ ପଡ଼ିବା ସଙ୍ଗେ ସଙ୍ଗେ ଗୋଟିଏ ଟ୍ରାମ୍ ସେଇ ବାଟ ଦେଇ ଚାଲିଗଲା। ତାମାନେ ଟ୍ରାମ୍ ଟା ଯୋଉ ଆସୁଥିଲା ତାଙ୍କୁ ସେଇ ସମୟରେ ଯେମିତି କିଏ ଜଣେ ଫେରେଇ ମାନେ ପଛକୁ ଫେରେଇ ଆଣିଲା, ମାନେ ସେ ଯାଉଥିଲେ କିନ୍ତୁ ପୁଣି ପଛକୁ ଫେରି ଆସିଲେ, ପଛ ଆଡ଼କୁ ଡେଇଁ ପଡ଼ିଲି ଓଲଟାଟା। ପ୍ରାୟ ହାତକରୁ କିଞ୍ଚିତ ଅଧିକ ଦୂରରେ ମୁଁ ସେଇ ଟ୍ରାମ୍ ଗାଡ଼ିଟିକୁ ଅନୁଭବ କରିପାରୁଥିଲି, ମାନେ ଜଷ୍ଟ ପାଖରେ ପୁରା ଯେମିତି ତାହା ମୋର ରକ୍ଷା ମଣ୍ଡଳକୁ ଆସି ଛୁଇଁ ସାରିଥିଲା। ଆମର ଯୋଉ ଅରା ଥାଏ ମାଙ୍କର ରକ୍ଷା ମଣ୍ଡଳକୁ ଛୁଇଁ ସାରିଥିଲା। ସେତେବେଳେ ସେଇ ମଣ୍ଡଳର ପ୍ରଭୂତ ଶକ୍ତି ଥିଲା। ତାମାନେ ସେଇ ଏଇ ଯୋଉ ଅରାର ଯୋଉ ପାୱାରଟା ତାଙ୍କର ଯୋଉ ମାଙ୍କର ଯୋଉ ରକ୍ଷା ମଣ୍ଡଳ ଥିଲା ତାର ଯୋଉ ଶକ୍ତି ଥିଲା, ସେଇ ତାମାନେ ସେ ଟ୍ରାମଟି ସେ ଶକ୍ତିର ବଳୟ ଭିତରେ ପିଟି ହେଇଛି। ତେଣୁ ସେ ଶକ୍ତି ବଳୟ କଣ କରୁଛି ନା ଆଙ୍କର ସ୍ଥୂଳ ଭୌତିକ ଶରୀରକୁ ପଛକୁ ଠେଲି ଦେଇଛି। ସେତେବେଳେ ସେଇ ମଣ୍ଡଳର ପ୍ରଭୂତ ଶକ୍ତି ଥିଲା। ମୁଁ ତ ଗୂଢ ବିଦ୍ୟା ମଧ୍ୟରେ ଗଭୀର ଭାବରେ ନିମଗ୍ନ ହୋଇ ରହିଥିଲି ଏବଂ ସେଇଟିକୁ ରଖି ଜାଣିଥିଲି। ସେଇ ରକ୍ଷା ମଣ୍ଡଳଟି ଉପରେ ଆଘାତ ବାଜିଥିଲା, ଏମାନେ ଲେଖୁଛନ୍ତି ଆଉ ରକ୍ଷା ମଣ୍ଡଳଟି ଉପରେ ଆଘାତ ବାଜିଥିଲା ଏବଂ ଆକ୍ଷରିକ ଭାବରେ ତାହା ହିଁ ମୋତେ ଉଠାଇ ପଛକୁ ଫିଙ୍ଗି ଦେଇଥିଲା। ମା ଲେଖୁଛନ୍ତି ଆକ୍ଷରିକ ଭାବରେ, ତାମାନେ ସେଇ ରକ୍ଷା ମଣ୍ଡଳ ହିଁ ତାଙ୍କୁ ପଛକୁ ଫିଙ୍ଗି ଦେଇଥିଲା। ସତେ ଯେପରି ମୁଁ ପ୍ରକୃତରେ କୌଣସି ଆଘାତ ପାଇଥିଲି ସେତେବେଳେ ସେହିପରି ଘଟିଲା ଏବଂ ଟ୍ରାମର ଚାଳକ ଠାରୁ କେଡ଼େ ଅପମାନ କଥା ଶୁଣିବାକୁ ନହେଲା। ମାନେ ଟ୍ରାମର ଚାଳକ ଗୁଡାଏ ଏଣୁତେଣୁ କଥା କହିଛି। ମୁଁ ଏକାବେଳକେ ଯଥାର୍ଥ ମୁହୂର୍ତ୍ତଟିରେ ପଛକୁ ଡେଇଁ ପଡ଼ିଲି ଏବଂ ଟ୍ରାମ ସେଇ ବାଟ ଦେଇ ଚାଲିଗଲା। ମା ତାପରେ କହୁଛନ୍ତି ଏହିପରି ମୁଁ କୋଡ଼ି କୋଡ଼ି କହିପାରିବି, ମନେ ପଡ଼ିଲେ କେତେ ନା କେତେ କହିପାରିବି। କାରଣ ଅନେକ ଗୁଡେ ଉଦାହରଣ ତାଙ୍କ ଜୀବନରେ ଘଟିଛି। ମା କହୁଛନ୍ତି ଯଦି ମୁଁ ଚାହିଁବି ଅନେକ ଗୁଡେ ଘଟଣା କହିପାରିବି। ଆମେ ମାତୃଗ୍ରାମ ଥରେ ଯାଇଥାଉ ଜଗତସିଂହପୁରରେ। ସେଠି ବଗିଚାରେ କୋଉଠି କଣ ଚାଷ ହେଇଛି ବୁଲାବୁଲି କରୁଛୁ। ଗୋଟେ ଜାଗାରେ ଏମିତି ପାଣି ଟା ଚାଲୁଛି, ବାଲିଆ ଜାଗାଟା, ପାଣିଟା ଏମିତି ଚାଲୁଛି। ସେଇ ପାଣିଟାକୁ ଡେଇଁକିରି ସେପଟକୁ ଯିବାକୁ ପଡିବ। ମୁଁ ଜମ୍ପ କରିବି ବୋଲି ପଛକୁ ଟିକେ ଆସିକିରି ଗୋଟେ ମାନେ ବାଁ ଗୋଡ ମାରିକିରି ଡିଆଁ ତ ମାରିଛି ଆଉ ଡାହାଣ ଗୋଡଟା ମାନେ ଯାଉଛି ସେପଟକୁ ପଡିବା ପାଇଁ, ମାନେ ଶୂନ୍ୟରେ ଉପରେ। ବର୍ତ୍ତମାନ ବାଁ ଗୋଡ ତଳେ ଲାଗି ନାହିଁ, ମୁଁ ଡେଇଁ ସାରିଛି। ମାନେ ଦେଖାଗଲା ମତେ ଗୋଟେ ପୁରା ଯୋଉ ବାଲି କଲର ଯୋଉ ଚମ୍ପା ନାଗ ସାପ, ଚମ୍ପା ନାଗ ସାପ ସେପଟରେ। ସିଏ ଦେଖିଲା ନା, ସିଏ ଅନୁଭବ କଲା କିଏ ଗୋଟେ ଆସୁଛି ଡେଇଁକି ପଡିବ। ସିଏ ପୁରା ଏମିତି ଫଣା ଟେକି ସଁ କିରି ଅନେଇ ଦେଲାଣି। ମାନେ ଯୋଉ ରେଟ ଶୂନ୍ୟରେ ଯେମିତି ଯାଇଛି ଗୋଡଟା ତା ଉପରେ ପଡିବ, ସେଇ ଶୂନ୍ୟରେ ପଛକୁ ମୁଁ ଡେଇଁ ପଡିଲି। ପୁରା ମନେ ପଡୁଛି ଏଇ ଘଟଣାଟି। ମାନେ ସେ ନାଗ ସାପ ପୁରା ଚମ୍ପା ନାଗଟି, କାହିଁକିନା ବାଲି କଲର ତ ସାପଟା ଆଉ ସିଏ ପୁରା ଏମିତି 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 ଫଣା ଏମିତି ଟେକିକି ଅନେଇଛି। ଏପଟରୁ ଡିଆଁ ମାରି ଦେଇଛି ମୁଁ, ଏତେ ମଝିରେ ପାଣିଟା ଯାଉଛି ନା, ଗୋଟେ ଏମିତି ଡିଆଁ ଟା ମାରି ତ ଶୂନ୍ୟରେ ଦିଟା ଗୋଡ ଆଉ ଏମିତି ଆଉ ପୁଣି ସମ ତାଳରେ ପଛକୁ ଡେଇଁ ପଡିଲି। ମୋ ସାଙ୍ଗରେ ଆଉ କିଏ ଜଣେ ଯାଉଥିଲେ, ଦି ଜଣ। କହିଲେ କଣ ହେଲା? ବୋଲେ ଆଗରେ ସାପ। ଯେମିତି ମୁଁ ପଛକୁ ଡେଇଁ ପଡିଲି, ସେ ସାପ ସର କିରି ପଳେଇଲା। ଏଇଠି ଅ ମାନେ ଆମର ସୂକ୍ଷ୍ମ ଭୌତିକ ସ୍ତରରେ ଅ ବା ଆମର ସେ ଯୋଉ ତା ସହିତ ଯଦି ସଂସ୍ପର୍ଶ ରହିଥିବ, ତେବେ ଅନେକ ସମୟରେ ଏଇ ଘଟଣାଟି ଘଟେ, ଅନେକ ଲୋକଙ୍କୁ ଘଟେ। ଏଇ ଯୋଉ ଆମର ସାରଳା ଭବନ ଆମେ ଯାଇଥିଲୁ। ସାରଳା ଭବନ ଅନ୍ଧାରରେ ଯାଉଛୁ, ଯାଇକି ମଣ୍ଡପଟା ବୁଲି ଆସିଲୁ। ପଛପଟରେ ଯୋଉଠି ରୋଷେଇବାସ ହବ ସେଇପଟକୁ ବୁଲି ଯାଉଛି। ଅନ୍ଧାର, ପୁରା କିଟକିଟ ଅନ୍ଧାର। ତାର ସେଇ ଯୋଉ ସାରଳା ଭବନ ସେପଟରେ ପାଣିଟା ଅଛି। ମୁଁ ଏମିତି ମାଡି ମାଡି ଯାଉଛି, ହଠାତ୍ କଣ ମନ ହେଲା, ମାନେ ପାଦଟା ପକେଇବାକୁ ଯାଇଛି କିନ୍ତୁ ମୋବାଇଲ ଟା କାଢିକିରି ଟର୍ଚ ଟା ବାହାର କରିକି ପକେଇଲି।
ମାନେ ଚାଲୁଛି କିନ୍ତୁ ତା ଭିତରେ ହଠାତ୍ ମନେ ହେଲା ନା ନାଇଁ ଟିକେ ମୋବାଇଲ ଟା କାଢିଦବା, କିନ୍ତୁ ଅଲରେଡି ଅନ୍ଧାର ଭିତରେ ଅନେକ ବାଟ ଚାଲିଲେଣି। ଜଷ୍ଟ ତ ଆଉ ମାନେ ନେକ୍ସଟ ପାଦଟା ପଡିବ ସେତେବେଳେ ଟର୍ଚ ଲାଇଟ୍ ଟା ମୁଁ ପକେଇଲି ଆଉ ମୋବାଇଲରେ ଆଉ ସେଇଠି ଓ ସୁନ୍ଦର ଭାବରେ ସାପଟା ଏମିତି ଏମିତି ଫଣାଫଟ କିରି ଟେକି ଦେଇଛି। ମୁଁ ସଟ୍ କି ଯୋଉ ଯୋଉ ରେଟ ରେ ପାଦଟା ଯାଉଥିଲା ପଡିବା ପାଇଁ ସେଇ ରେଟ ରେ ପାଦଟା ପଛକୁ ପଳେଇ ଆସିଲା। ସେ ସେଠୁ ସେ ସାପଟି ସେ ସେମିତି ଏମିତି ଏମିତି ପୁରା ରହିଥିଲା, ଏମିତି ଏମିତି ଧୀରେ କିରି ତାକୁ ଆସିକି ତାର ପଳେଇଲା। ମା ଥ୍ୟାଙ୍କ ୟୁ ଅଲ୍ ଅରବେର।